ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ ଆମେ କାଠଯୋଡ଼ି ପ୍ରକଳ୍ପ ବିଷୟରେ କଥା ହେବା। କାଠଯୋଡ଼ି ପ୍ରକଳ୍ପ ଓଡ଼ିଶାର କଟକ ସହର ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହି ପ୍ରକଳ୍ପଟି ମୁଖ୍ୟତଃ ମହାନଦୀ, ଶାଖା ନଦୀ, କାଠଯୋଡ଼ିର ଜଳ ନିୟନ୍ତ୍ରଣ ଏବଂ କଟକ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ନିର୍ମିତ ହୋଇଛି। ଏହା ଅଧୀନରେ ଥିବା କାଠଯୋଡ଼ି ପଥର ବନ୍ଧ କଟକର ଏକ ପ୍ରାଚୀନ ଏବଂ ଐତିହାସିକ ସୁରକ୍ଷା ପ୍ରାଚୀର ଭାବରେ ପରିଗଣିତ। ଏହି ପ୍ରକଳ୍ପ ଦ୍ୱାରା ନଦୀ କୂଳରେ ରିଙ୍ଗ ରୋଡ ନିର୍ମାଣ କରାଯାଇଛି, ଯାହା ସହରର ଗମନାଗମନ ବ୍ୟବସ୍ଥାକୁ ସହଜ କରିଛି। ନିକଟରେ ନଦୀ କୂଳର ସୌନ୍ଦର୍ଯ୍ୟକରଣ କରାଯାଇ ଏଠାରେ ପାର୍କ ଏବଂ ବାଲିଯାତ୍ରା ପାଇଁ ଉଦ୍ଦିଷ୍ଟ ପଡ଼ିଆର ବିକାଶ କରାଯାଇଛି। ପ୍ରକଳ୍ପ କେବଳ ବନ୍ୟା ପ୍ରତିରୋଧ କରେନି, ବରଂ ସହରର ପର୍ଯ୍ୟଟନ ଓ ଜନସାଧାରଣଙ୍କ ପ୍ରାତଃ ଭ୍ରମଣ ପାଇଁ ଏକ ସୁନ୍ଦର ପରିବେଶ ଯୋଗାଇଥାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଭିଡ଼ିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ନମସ୍କାର।